କେନ୍ଦୁଝର ଜିଲ୍ଲାର ଖଣି ପ୍ରବଣ ଯୋଡ଼ାବଡ଼ବିଲ ଅଞ୍ଚଳ ଯେପରି ମୂଲ୍ୟବାନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ, ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ପରିପୂର୍ଣ୍ଣ। କେନ୍ଦୁଝର ଜିଲ୍ଲାର ଯୋଡ଼ାବଡ଼ବିଲ ଅଞ୍ଚଳରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ଝାଡ଼ଖଣ୍ଡ ପ୍ରଦେଶର ପର୍ଯ୍ୟଟକଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ। ତେବେ ଅବହେଳା କାରଣରୁ ଅନେକ ପର୍ଯ୍ୟଟନସ୍ଥଳୀ ଆଜି ମଧ୍ୟ ପର୍ଯ୍ୟଟକଙ୍କ ନଜରକୁ ଆସିପାରୁନଥିବା ମତ ପ୍ରକାଶ ପାଉଛି। ଏପରି ଏକ ପର୍ଯ୍ୟଟନସ୍ଥଳୀ ଓ ଶୈବପୀଠ ହେଉଛି ବଡ଼ବିଲ ସହରଠାରୁ ନିକଟରେ ଥିବା ବାବା ଜଟେଶ୍ୱର ଶୈବପୀଠ। ବଡ଼ବିଲ ମୁଖ୍ୟ ସହରଠାରୁ ପ୍ରାୟ 8ରୁ 10 କିଲୋମିଟର ଦୂର ସୟାବାଲି ଓ ବଳିତା ଗ୍ରାମ ମଧ୍ୟରେ ଏହା ଅବସ୍ଥିତ। ଏଠାରେ ରହିଛି ଆକର୍ଷଣୀୟ ଜଳପ୍ରପାତ ସହିତ ବାବା ଜଟେଶ୍ୱର ଶିବ ମନ୍ଦିର। ଏହି ମନ୍ଦିରର ବିଶେଷତ୍ୱ ହେଲା ଦେହୁରୀ ସମ୍ପ୍ରଦାୟର ଲୋକେ ମହାଦେବଙ୍କ ପୂଜା କରନ୍ତି। ଏହାର ଚତୁଃପାର୍ଶ୍ୱରେ ଘେରି ରହିଥିବା ଘଞ୍ଚ ଜଙ୍ଗଲ, ଆକାଶକୁ ଛୁଇଁଲା ପରି ଉଚ୍ଚ ପର୍ବତର ଦୃଶ୍ୟ ଅତି ମନୋହର। ବର୍ଷର ପ୍ରାୟ ସବୁ ଋତୁରେ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। ବଣଭୋଜି ଋତୁ ଆସିଲେ ଆଖପାଖ ଅଞ୍ଚଳରୁ ଅନେକ ଲୋକ ଆସି ବଣଭୋଜି କରିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରନ୍ତି। ତେବେ ଶିବରାତ୍ରି, ମକର ସଂକ୍ରାନ୍ତି ଓ ଶ୍ରାବଣ ମାସରେ ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଜଳାଭିଷେକ କରିବାକୁ ଆସନ୍ତି। ତେବେ ସୟାବାଲି ଗ୍ରାମ ମୁଖ୍ୟ ରାସ୍ତାଠାରୁ ମନ୍ଦିର ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନଥିବାରୁ ଅନେକ ପର୍ଯ୍ୟଟକ ସେଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି। ତେଣୁ ଉକ୍ତ ରାସ୍ତାର ଉନ୍ନତିକରଣ କରାଯିବା ସହିତ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟୀକରଣ ପ୍ରତି ଦୃଷ୍ଟି ଦିଆଗଲେ ଏହା ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି।